तपन कुमार दी भिलेज वर्ल्ड को पुणी थे आपको स्वागत आउ एक नुआ ब्लॉग सहित मु तपन चलो तो देखिए पूजा माँ कौन कर बर्तमान सासू और बहु बाहर माछ धरिया पे आप देख पारे सासू बहु चलू माछ धरवा देखु माँ पटे जाल नहीं आसपटे जाऊँ मोर माछ धरिबा मोर जा आसलानी देखिबा माँ बाल्टी रे जाल नहीं जाऊँगी किंतु गाई भाविलानी खाइबा माने अच्छी कुंडा खाए से माँ पछे पछे आसला बंधा अच्छी जेहेतु से रहीगला अटकिकी आमे चलू माछ धरिबा चलतु देखा पानी भी सुखी गला गड़िया केते पानी अच्छी के जाने ए गड़िया सब बेले खाली पानी सुखी जाए जहाँ भी हो माछ तो खाइबा पड़ो माछ नहीं आमर हेनी बर्तमान गड़ियार अवस्था देखिले हस भी माड़ुची आ कांद भी माड़ुची माने 10 दिन भी पानी रही 8 दिन रे पानी फुल कर 8 दिन न गला पानी नहीं तले लगी जाइए ए 8 दिन आगु पाइप मिले कि आर्यन को बापा आ मो ससुर पानी पुरे गड़िया आज आसला बेलू पानी अवस्था एमती माछ गुड़ाक मरीज माँ ओल्हे गले धरवाई डाल टाणब माँ माँ चले डाल टाणिबा मु भी जाऊँ साथी टिके हेल्प करदेवी तापर जालटे पकेबी कौन दीदी चलले बड़ माँ भी चलले जाल माछ धरवाई डाल उठाउछंती हाँ आपण पानी तो एथरे पानी भी कम डाल उठला बेलू माछ सब खेलुछंती देखंतु देखंतु आपण देखंतु पानी केते बोले छोट पिला भी हम आर्यन भी बुड़ी लेवल पानी जाइए जाल तो पूरा छिंडी जो बड़ माँ को बुद्धि माछ देखते केमती डिया मार बड़ माछ अच्छी दीदी बड़ माछ अच्छी एपटे देखु माँ आमर सब डाल उठी सारे माँ थोड़ा जाल पकेमी देखंतु आंब गछर केते बौल आसी बढ़िया लगे आंब मिठा माने मशा गोटे बसी केते रक्त खाइला दिन बेले मशा खाइ जालुआ मत देखो दीदी जाल पकेबा रेडी कर सब पुणी देखंतु दीदी ए पकेबे जाल माछ सब डिया मारलानी जाल ऊपर को ये देख दीदी माछ हाथ धरी पकेलानी कि माछ दीदी सेटा कौन नब खाली आइस पानी टा दरकार देखते समस्त बड़ मान नहीं कि आसिले माछ देखते जाल केते माछ पड़लानी पानी कम आ माछ धरते सुविधा हुई
ଦେଖନ୍ତୁ କେତେ ମାଛ କିନ୍ତୁ ସବୁ ଅଛି ଛୋଟ ମାଛ, ବଡ ମାଛ ନାହିଁ। ପୁରା ମାନେ ଏହା କାଟିବା ପାଇଁ ପଡିବନି, ସିଧା କଡେଇରେ ସିଧା କାଟିବନି। ସେଇଭଳିଆ ଗୋଟା ନେଇକି ତାକୁ ଗାଲା ଫାଲା କିଛି ଗାଲା ଫାଲା କାଢିଲେ କମିଯିବ ମାଛ। ଦେଖୁଛନ୍ତି ଦିଦି କେତେ କୁପଣ ହେଲାଣି। କଣ କରିବି ମାନେ ଏତେ ବଡ ବଡ ପୁରୁଣା ମାଛ ଯେ ଦେଖିଲେ ତ କିଛି ଦାନା ପାଇଥିଲେ ମାଛ ଗୁଡା ବଢିଥାନ୍ତା। ଦେଖନ୍ତୁ ଦିଦିକି ଆଉ କେହି ଶିଖେଇବାକୁ ପଡୁନାହିଁ। ତାର ଯେତେବେଳେ ମାଛ ଧରିବା ପାଇଁ ଖାଇବାକୁ ଇଚ୍ଛା ହବ ସେ ତାର ଆପେ ଆପେ ତାର ଧରିକି ଖାଇନେବେ। ଦିଦି ଜାଲ ପକା କୋଉଠି ଶିଖିଲ? ମତେ ଟିକେ ଶିଖିଦବ ନା? ହଁ ଆମେ ଟିକେ ଧରିଥାନ୍ତୁ, ଧରିକି ମାନେ କାହାକୁ ବି ଖୁସାମତ କରିବାର ନାହିଁ। ତାର ଇଚ୍ଛା ହେଲେ ନିଜେ କାମ ନିଜେ କରେ। ମାଛ ସବୁ ଆଡେ ଉପରକୁ ପଳେଇ ଆସିଲାଣି। ହଁ କୁହ ବଡ ମା, କୁହ ବଡ ବାପା କୁହ ପାଣି ଜଲଦି ପୁରେଇ ଦେ। ମାଛ ସବୁ ମରିକି ଚାଲିଯିବ। ଏଇ ଉପରକୁ ଦେଖନ୍ତୁ, ଉପରକୁ ମାଛ ସବୁ ଚାଲିଗଲେଣି। ଯା ଯା ଉପରେ ମାଛ ସବୁ ପଡିଲାଣି, ଛାଡିଦିଏ। ଦେଖନ୍ତୁ ପୁଣି ଥରେ ମାଛ ନେଇକି ଆସିଲେ କେତେ ଗୁଡା। ମାନେ ପାଣି କମ ରେ ବି ଧରିବାକୁ କଷ୍ଟ ହଉନି। ସେଇ ଛୋଟ ଚାରା ମାଛ ଆଉ ପକେଇନି, ଆଉ ପକାଉନି, ସେତିକିରେ ହେଇଯିବ। ଦେଖନ୍ତୁ ଦିଦି ପଙ୍କବରା ଠିକ ଆଖିକି ପଡିଗଲାନି। ମାଛ ଖାଇବା ପାଇଁ ହେଲେ ଏମିତି ହିଁ ମାନେ କଷ୍ଟ ସହିବାକୁ ପଡେ। କଣ କରିବା? ଫାଇନାଲି ଦିଦିଙ୍କର ଜାଲ ଧୋଇବା ସରିଗଲା। ଏବେ ଆଉ ପକେଇବାନି, ସବୁ ପକେଇ ଦଉଛି ମୁଁ ଆଉ ମା ମିଶି। ଡାଳ ଗୁଡାକ ଯୋଉ ପକେଇ ଦଉଛି, ନହେଲେ ମାଛ ରହିବନି। ଦେଖନ୍ତୁ କଦଳୀ ଗଛରେ କଦଳୀ ଧରିଲେଣି। ଦିଦି ଏ କଣ ଚିନି କଦଳୀ, ମିଠା କଦଳୀ? ଏପଟେ ଦେଖନ୍ତୁ ନଡ଼ିଆ ଗଛ, ଡାଳ ପକେଇଦେଲେ। ହଉ ଆମର ତାଙ୍କ ବାପା ନେଇ ଆସିଛନ୍ତି କଣ୍ଟିଆ ମାଛ। ଦେଖନ୍ତୁ ମାଛ ପୁରା ପାଖକୁ ପଳେଇ ଆସିଲାଣି। ଏତିକ ମାଛ ଧରି ବର୍ତ୍ତମାନ ଆମେ ଘରେ ପହଞ୍ଚି ଗଲୁ। ଗାଧେଇ ପାଧେଇ ରେଡି। ମା ଏପଟରେ ମାଛ କାଟିବା ପାଇଁ ବସିଛନ୍ତି। ମା ଏପଟରେ ଆମର ମାଛ କାଟୁଛନ୍ତି। ଆସିକି ଗାଧେଇ ପାଧେଇ ପୂଜା କରି ଖାଇସାରି ଆମେ ମା ବର୍ତ୍ତମାନ ମାଛ କାଟୁଛନ୍ତି, ମୁଁ ରାନ୍ଧିବି। ଏଗୁଡାକୁ ଗୋଟା ରଖିଦବ ନା ମା? ଛୋଟ ଛୋଟ ମାଛକୁ ସେମିତି ଗୋଟା ଗୋଟା ଥାଉ। ଛୋଟ ଛୋଟ ମାଛ ଗୁଡାକ ଏମିତି ଗୋଟା ଗୋଟା ଥାଉ। ବିଲାତି ଦେଇକି ତାକୁ ଖଟା କଲେ ନା ଖଟା ନା ଝୋଳ ବଢିଆ ଲାଗିବ ନା ମା? ମାଛ କାଟୁଛି, ପରିବା କାଟିବ କି ଯାଉଛି। ମା ଆମର ମାଛ କାଟି ଆଣିକି ଦେଇଗଲେ। ମୁଁ ଏପଟରେ ସବୁ ରାନ୍ଧିବା ପାଇଁ ପରିବା କାଟିଛି, ମସଲା ସବୁ ରେଡି କରିଛି। ତମ ରାନ୍ଧି ସାରିଲା ପରେ ଆପଣମାନଙ୍କୁ ଦେଖିବି। ବର୍ତ୍ତମାନ ମାଛରେ ଲୁଣ ହଳଦୀ ଗୋଳେଇ ଦେଉଛି। ବର୍ତ୍ତମାନ ମୋର ଲୁଣ ହଳଦୀ ଗୋଳେଇବା ସରିଲା। ମୁଁ ମାଛ ବର୍ତ୍ତମାନ ଫ୍ରାଏ କରୁଛି। କଢ଼େଇ ପୁରାପୁରି ତାତି ଗଲାଣି ପୁରା।
ବର୍ତ୍ତମାନ ମୋର ମାଛ ଫ୍ରାଏ ହେବା ଉପରେ ମୁଁ ମାଛ ତରକାରୀ ରାନ୍ଧି ସାରିଲା ପରେ ଆପଣମାନଙ୍କୁ ଦେଖେଇବି। ବର୍ତ୍ତମାନ ମୁଁ ଆସି ଘର ପାଖରେ ପହଞ୍ଚିଗଲିଣି। ଯେ ଦେଖିଲା ବେଳକୁ ପୂଜା ଆମର ରୋଷେଇ କରୁଛନ୍ତି। ଆଜି କ'ଣ ରୋଷେଇ କରୁଛ? ଆଜି এই ମାଛକୁ ବିଲାତି ଦେଇକି ମାନେ ନା ଖଟା ନା ମାନେ ଟିକେ ଟିକେ ଖଟା ଖଟା ଲାଗିବ। ତାହେଲେ କ'ଣ ହବ? ମାଛ ତାହେଲେ ଝୋଳ ବି ହବନି, ଖଟା ବି ହବନି, ମାନେ ମଝି ମଝିକା ରହିବ। ନା ଯେମିତି ମାନେ ଟିକେ ଟିକେ ଖଟା ଲାଗିବ, ଟିକେ ଟିକେ ମାନେ ଖଟା ଆଉ ଲଙ୍କାର ଯେମିତି ଗୋଟେ ଇଏ କ'ଣ କହୁଛି ମୁଁ ଜାଣିନି, କିନ୍ତୁ ଖାଇବା ବି ବହୁତ ଟେଷ୍ଟି ଲାଗେ। ତ ମାଛ ଭଜା ହବ, ବୋଧେ ଭଜା ବି ହବ। ଭଜା ହବ ଗୋଟେ ଚଚଡ଼ି ଆମର ମାନେ ସବୁ ହଉନା ଗୋଟେ ଚଚଡ଼ି ସନ୍ତୁଳା ହେଇଗଲା। ଏବେ ସନ୍ତୁଳା ଚାଲିଛି। ମାଛ ଝୋଳ ହବ ଏଠି। ମାନେ ଆମର ଗାଁରେ ଗୋଟେ ଚଚଡ଼ିଟା ମେନ୍ ଆଉ ଖଟାଟେ ଝୋଳ ବି ହୁଏ, କିନ୍ତୁ ଆମର ଫେଭରେଟ୍ ହେଲା ଖଟା। ପୁରୀ ଏରିଆରେ ଟିକେ ଖଟା ଖାଇବାକୁ ଭଲ ଲାଗେ। ଆଉ ଗୋଟେ ମାନେ ଯାହା ବି ହେଇଥିବ ଗୋଟେ ଚଚଡ଼ିଟା ସେଇଟା ସ୍ପେଶାଲ୍ ମାନେ ଖାଦ୍ୟ ଥିବା ଦରକାର। ବର୍ତ୍ତମାନ ପୂଜାଙ୍କର ସନ୍ତୁଳା ମାଛ ସନ୍ତୁଳା ସରିକି ବର୍ତ୍ତମାନ ଚଡ଼ଚଡ଼ି ରାନ୍ଧୁଛନ୍ତି। ଆପଣ ଦେଖୁଛନ୍ତି ଚଡ଼ଚଡ଼ିର ମସଲା ପଡ଼ିଗଲା। ଏବେ ହେଲା ମେନ୍ ଚଚଡ଼ି ହଉ କିମ୍ବା ମାନେ ଧଳା ହେଲା ମେନ୍ ଜିନିଷ। ଆପଣ ଦେଖୁଛନ୍ତି ଚଡ଼ଚଡ଼ି ଚାଲିଛି, ମାନେ ଚାଲିଛି। ଚଡ଼ଚଡ଼ି ହେଲେ ମାଛ ଝୋଳଟା ହବ, ମଝି ମଝିକା ହବ। ବର୍ତ୍ତମାନ ମୋର ଚଡ଼ଚଡ଼ି ହେଇଗଲାଣି, ଆପଣମାନେ ଦେଖିପାରୁଥିବେ। ଏବେ ମୁଁ ବିଲାତିର ଖଟା ରାନ୍ଧିବି। ଏପଟରେ ଆମର ଆଉ ଗୋଟେ ବଡ଼ ବାଛୁରୀ ଛୁଆ ଆସିଗଲାଣି ଖାଇବା ପାଇଁ। ଆସି ଅଳେଇ ଜଣଉଛି ସେ ମୋତେ ଖାଇବାକୁ ଦିଅ, ରହ ଭାତ କଡ଼େଇ ଦେଲେ ଦେବି, ଛିଡ଼ା ହଉ ସେଇଠି। ବର୍ତ୍ତମାନ ବିଲାତିର ଖଟା ଆଉ ଟିକେ ରାଗ ମାନେ ତରକାରୀଟା ଚାଲିଛି ରାନ୍ଧିବା। ଫାଇନାଲି ମାଛ ତରକାରୀ ଆମର ରେଡ଼ି ହେଇଗଲାଣି। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଦେଖାବା ଆଉ ଏକ ନୂଆ ଭିଡ଼ିଓରେ। ଆଜି ପାଇଁ ଏତିକି ରହୁଛି।